ଯେଉଁ ଜମିରେ ଦିନେ ମକାର ଲହଡ଼ି ଖେଳୁଥିଲା ଆଜି ସେଠି ମୁଣ୍ଡ ଟେକିଛି ନୀଳଗିରି ଚାରା। ମାଟି ସମାନ ହେଲେ ବଦଳି ଯାଇଛି ଚାଷୀଙ୍କ ପସନ୍ଦ। ଏ ହେଉଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଓ ରାଇଘର ବ୍ଲକର ବାସ୍ତବ ଚିତ୍ର। ଏମାନେ ପରିମଳ ଭତରା ଓ ଶମ୍ଭୁ ପୂଜାରୀ ଦିନେ ନିଜ ଜମିରେ ମକା ଚାଷ କରୁଥିଲେ। ଏବେ କିନ୍ତୁ ସେହି ଜମିରେ ଲଗାଇଛନ୍ତି ନୀଳଗିରି। କମ୍ ବର୍ଷା, ସାର ଯୋଗାଣକୁ ନେଇ ଆଶଙ୍କା ଆଉ ମକା ବିକ୍ରି ପାଇଁ ବଜାର ଚିନ୍ତା। ଏସବୁ କାରଣରୁ ମକା ଛାଡ଼ି ନୀଳଗିରି ଆଡ଼କୁ ଢଳୁଛନ୍ତି ଚାଷୀ। ଯେଉଁ ଉମରକୋଟ ଓ ରାଇଘର ଦିନେ ମକା ଉତ୍ପାଦନ ପାଇଁ ଏସିଆ ମହାଦେଶରେ ସ୍ୱତନ୍ତ୍ର ପରିଚୟ ପାଇଥିଲା, ସେହି ଅଞ୍ଚଳରେ ଏବେ ହଜାର ହଜାର ହେକ୍ଟର ଜମିରେ ଦେଖାଯାଉଛି ନୀଳଗିରି। ଆଗରୁ ମକା ଲଗାଉଥିଲି 5 ଏକର ଜାଗାରୁ। ମକାରେ ସାର୍ ଲାଭ ହଉନଥିଲା ଏତିକି, ବିକିଲା ବେଲେ ବି କଷ୍ଟ। ସାର ମିଳିଲା ଯେ ବେଶୀ ମିଳିଲା ନାହିଁ, ଏ ବର୍ଷ ଟିକେ ମିଳିଲା, ସେଟା ପାଇଁ ନୀଳଗିରି ଲଗାଇଦେଲି। ନୀଳଗିରି ଲାଭ ହବ ବୋଲଛି, କ'ଣ ହେବ ବୋଲେ ଦେଖବା। ଆଗରେ ମୁଇଁ ମକା ଧାନ ଲଗାଉଥିଲି, ହେଲେ ମକା ଟିକେ ବେଶୀ ଲଗାଉଥିଲି। ତାର ସାର ମିଳିବାର ଟିକେ କଷ୍ଟ ହଉଥିଲା। ତାରପରେ ଭ୍ୟାନ୍ କିଣିବା ପାଇଁ ଗଲେ ଟିକେ ବେଶୀ ରେଟ୍ ପଡୁଥିଲା। ଆଉ ଯେତେବେଳେ ଆମେ ବିକ୍ରି କରୁଥିଲୁ ସେତେବେଳେ ଶସ୍ତା ନଉଥିଲେ। ସେ ସାର ଭ୍ୟାନ୍ର ଅଭାବ ଲାଗି ସବୁ ଯଦି ଗୋଟେ ଜାଗାରେ ନୀଳଗିରି ଲଗାଇ ଦେଇଛି। ଏହି ପରିବର୍ତ୍ତନର ସବୁଠାରୁ ବଡ଼ ସାକ୍ଷୀ ହେଉଛି ବଜାର। ନୀଳଗିରି ଚାରା ପାଇଁ ବଢ଼ିଛି ଚାହିଦା, କମିଛି ମକା ବିହନର ବିକ୍ରି। ବିହନ ବ୍ୟବସାୟୀଙ୍କ କହିବା କଥା, ଗତ ବର୍ଷ ତୁଳନାରେ ଏ ବର୍ଷ ମକା ବିହନ ବିକ୍ରି ପ୍ରାୟ 30% ଖସିଛି। ଅର୍ଥାତ୍ ମକାରୁ ମୁହଁ ଫେରାଇବାର ଚିତ୍ର ଏବେ ବଜାରରେ ବି ଦେଖିବାକୁ ମିଳୁଛି। ଚାଷୀଙ୍କ ଅଭିଯୋଗ, ମକା ଚାଷରେ ମଞ୍ଜି, ସାର ଓ ଅନ୍ୟ ଖର୍ଚ୍ଚ ବଢ଼ୁଛି। ହେଲେ ଅମଳ ପରେ ଠିକ୍ ଦାମ ଓ ବଜାର ନ ମିଳିଲେ ହାତକୁ ଆସୁନି ଆଶା ଅନୁସାରେ ଲାଭ। ହେଲେ ଚାଷୀଙ୍କ ଆଶଙ୍କା ସହ ଏକମତ ନୁହେଁ କୃଷି ବିଭାଗ। ବିଭାଗର କହିବା କଥା, ଜିଲ୍ଲାରେ ସାରର କୌଣସି ଅଭାବ ନାହିଁ। ଚାଷୀଙ୍କ ଆବଶ୍ୟକତା ଅନୁସାରେ ସାର ଯୋଗାଇ ଦିଆଯାଉଛି। ଏ ବର୍ଷ 92,000 ମେଟ୍ରିକ୍ ଟନ୍ ସାର ଆସିବାର ଥିବାବେଳେ ଏବେ ପ୍ରାୟ 70% ସାର ଆସିସାରିଛି। ବଳକା ସାର ବି ଆଗକୁ ଆସିବ। ତେଣୁ ସାର ଅଭାବ ନେଇ ଗୁଜବରେ ବିଶ୍ୱାସ ନ କରିବାକୁ କହିଛି ବିଭାଗ। ଗଲା ବର୍ଷ ବି ସାର ଟିକେ ସର୍ଟେଜ ଥିଲା, ହେଲେ ବି ଯେମିତି ହେଲେ ବି କରି ପକେଇଲି, କିନ୍ତୁ ଏ ବର୍ଷ ଟୋଟାଲି ମୂଲ୍ୟରୁ ଏକ ସାର ମିଳୁନାହିଁ। ସେଥିପାଇଁ ବାଧ୍ୟ ହେଇକି ମୁଁ ନୀଳଗିରି ଲଗାଇବା ଆରମ୍ଭ କଲି। ମୁଁ ନିଜେ ଚାଷ ବି କରୁଛି ଆଉ ଲୋକମାନଙ୍କୁ ବି ଚାରା ଦଉଛି। ଏ ବର୍ଷର ବେପାର ତ ନାହିଁ, କାରଣ ଦେଖନ୍ତୁ ମାନସୁନ ଇଏରେ ବି ମାନେ ବର୍ଷା କମ୍ ଅଛି, ସାର ଅଭାବ ହଉଛି, ସାର ଲୋକ ଠିକ ଭାବରେ ପାଇପାରୁନି। ସେଥିପାଇଁ ମାନେ ଏଇ ବର୍ଷର ବେପାର ବହୁତ କମ୍ ଅଛି। ବର୍ଷାଟା ଯେମିତି ଡିଲେ ହେଲା, ମକା ଚାଷରେ ବି ବହୁତ ସେ ପ୍ରଭାବ ପକେଇଛି ଏବଂ ଆମର ମକା ଚାଷ ମଧ୍ୟ ବହୁତ କମିଯିବ। ସେଇ ଦୃଷ୍ଟିରୁ ଆମର ସାର ଏଇ ବର୍ଷ କିଛି ଅସୁବିଧା ହେବାର ନାହିଁ। ବର୍ତ୍ତମାନ ଏରିଆରେ ପୁରା ମହଜୁଦ ଅଛି ଆଉ ଲୋକ ସୁରୁଖୁରୁରେ ନେଉଛନ୍ତି ସାର। ନୀଳଗିରି ଚାଷକୁ ନେଇ ବି ବିଶେଷଜ୍ଞଙ୍କ ରହିଛି ଚେତାବନୀ। ନୀଳଗିରି ଚାଷରେ ପରିବେଶ ଉପରେ ବଡ଼ ପ୍ରଭାବ ପଡ଼ିବ ନାହିଁ, ହେଲେ ଜଳସ୍ତର ସାମାନ୍ୟ ହ୍ରାସ ପାଇବାର ଆଶଙ୍କା ରହିଛି। ତେଣୁ ମକା ଚାଷରୁ ସମ୍ପୂର୍ଣ୍ଣ ମୁହଁ ନ ଫେରାଇ ସନ୍ତୁଳିତ ସାର ବ୍ୟବହାର କରି ଚାଷ କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ। ସାଧାରଣତଃ ନୀଳଗିରି ଗଛ ଏଥିପାଇଁ ଚାଷୀ ଏ ବର୍ଷ ଆପଣ ଜାଣିଛନ୍ତି ଏଲିନିନୋ ଇଫେକ୍ଟରେ କମ୍ ବର୍ଷା ହେବାର ସମ୍ଭାବନା ଅଛି। ଯେହେତୁ ବର୍ଷା ଡିଲେ ହେଉଛି, ଏବେ ଯାହା 3-4 ଦିନ ହେଲା ଆପଣଙ୍କର ବର୍ଷା କଣ୍ଟିନ୍ୟୁ ହେଉଛି, ତେଣୁ ଚାଷୀମାନେ କିଛି ସୋଇଂ କରିସାରିଲେଣି। ଆଉ କିଛି ଚାଷୀ ଯେଉଁମାନେ ଯେହେତୁ ଜୁନ ମାସରେ ପାଗ ସେଭଳିଆ ଦେଲା ନାହିଁ, ସେଥିପାଇଁ ସେମାନେ ନୀଳଗିରି ଗଛ, ଯେଉଁଟାକି ଆମର ଏଠି ବାଇବେକ୍ ପଲିସି ରହିଛି, ସେମାନେ ନୀଳଗିରି ଗଛ ଲଗାଉଛନ୍ତି। ତେବେ ମକାର ଗଡ଼ ଭାବେ ପରିଚିତ ଉମରକୋଟ ଓ ରାଇଘରରେ ନୀଳଗିରିର ନୂଆ ଲହର କେତେ ଦୂର କୃଷିର ଭବିଷ୍ୟତ ବଦଳାଇବ, ଏହା ଉପରେ ଏବେ ସମସ୍ତଙ୍କ ନଜର। ଉମରକୋଟରୁ ସନ୍ତୋଷ ଶତପଥୀଙ୍କ ରିପୋର୍ଟ, OTV।